অভয়বাণী অভয়বাণী অভয়বাণী। ଜୟଗୁରୁ ଜୟଗୁରୁ ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିଭୂତ ପ୍ରଣତି। ସମସ୍ତ ଗୁରୁ ଭାଇ ମା ଓ ଶ୍ରୋତାମାନଙ୍କୁ ଜୟଗୁରୁ ପ୍ରଣାମ। ଆଜି ଅଭୟବାଣୀର ଅଭୟମୂର୍ଚ୍ଛନା କାର୍ଯ୍ୟକ୍ରମରେ ଆମେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଶ୍ରୀହସ୍ତ ଲିଖିତ ଅଭୟବାଣୀ ପ୍ରଥମ ଖଣ୍ଡର 23 ନମ୍ବର ବାଣୀ ପାଠ କରିବାକୁ ଯାଉଛି। ବଶ୍ଚ ତୁମାନେ କ'ଣ ଶାକ୍ତ ସ୍ୱୀକାର କର କାହିଁକି? ମୁଁ ଜାଣେ ତୁମାନେ ବୈଷ୍ଣବ। ମୁଁ ଯେଉଁ ସାଧନା କରାଉଛି ସେଥିରେ ଅଷ୍ଟ ସିଦ୍ଧି ଆଦି ବିଭୂତି ଲାଭ ହେବ ନାହିଁ। ତୁମେମାନେ ପ୍ରେମ ଭକ୍ତିର ହିଁ ଅଧିକାରୀ ହେବ। ମା କୃପା କରି ମାୟା ଯବନିକା ଯେଉଁଦିନ ଘୁଞ୍ଚାଇ ନେବେ ସେଇଦିନ ତାଙ୍କର ନିତ୍ୟ ସତ୍ୟ ଲୀଳାବିଳାସ ବା ପ୍ରକୃତି ପୁରୁଷଙ୍କର ରସର ରାସଲୀଳା ନୟନଗୋଚର ହେବ। ଆଜି ଏହି ବାଣୀ ମାଧ୍ୟମରେ ଠାକୁର କହିବାକୁ ଚାହୁଁଛନ୍ତି ଯେ ଆମମାନେ ଶାକ୍ତ ବୋଲି ନିଜକୁ ନ ଭାବି ଆମେ ନିଜକୁ ବୈଷ୍ଣବ ବୋଲି ଭାବିବା। ଏ ବାଣୀଟି ଠାକୁରଙ୍କର ଶ୍ରୀହସ୍ତ ଲିଖିତ ଚିଠି ପ୍ରଥମ ଖଣ୍ଡର 16 ନମ୍ବର ଚିଠିରୁ ଜଣାଯାଏ ଯେ ଠାକୁର ସେତେବେଳେ ସାରସ୍ୱତ ମଠରେ ଥିଲେ। ଆଉ ଏଇ ଚିଠିଟି 24/5/24ରେ ଠାକୁର ଜଣେ ଭକ୍ତଙ୍କ କତିକି ଲେଖିଥିଲେ ବା ଜଣେ ଭାଇ ଯେଉଁ ଚିଠିଟି ପଠାଇଥିଲେ ଏ ଚିଠିଟି ପାଇ ଠାକୁର ବିରକ୍ତି ଭାବ ପ୍ରକାଶ କରିଛନ୍ତି। ଯେ ସେଇ ଚିଠିରୁ ଯାହା ଅନୁମୟ ହୁଏ ସେ ଭାଇ ଜଣକ ଠାକୁରଙ୍କ ଠାରୁ ଦୀକ୍ଷା ନେଲା ପରେ କିଛି ଦିନ ପରେ ସେ ଆଉ ଜଣଙ୍କର ପ୍ରରୋଚନାରେ ପଡ଼ି ବା ତାଙ୍କର କିଏ ଅତି ନିକଟତର ଲୋକଙ୍କର ପ୍ରରୋଚନାରେ ପଡ଼ି ସେ ଆଉ ଗୋଟେ ମନ୍ତ୍ର ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଯେଉଁଥିରେ କି ଠାକୁର ଏକଥା ଶୁଣିକିରି ସ୍ତବ୍ଧ ଆଉ କ୍ଷୁବ୍ଧ ହୋଇଛନ୍ତି। ଠାକୁର ସେଥିପାଇଁ କହିଛନ୍ତି ତୁମମାନେ ଆଉଟଲାଇନ୍ ହେବାରେ ଲାଗିଛ। ସିଧାସଳଖ ଠାକୁର ତାଙ୍କୁ ଲେଖିଛନ୍ତି ଯେ ତୁମମାନେ ଆଉଟଲାଇନ୍ ହେବାକୁ ଲାଗିଛ। ଯେ ମୁଁ ଯେଉଁ କଥା କହିଛି ବା ମୋ କଥା ଉପରେ ତୁମର ସେତିକିଟା ଦୃଢ଼ ବିଶ୍ୱାସ ନାହିଁ ବୋଲି ତୁମେ ଲାଇନଚ୍ୟୁତ ଭାବରେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରୁଛ। ସେଥିରେ ଠାକୁର ବହୁତ ବିରକ୍ତି ହେଇଛନ୍ତି। ଆଉ ସେଥିରେ ଠାକୁର କହୁଛନ୍ତି ହର ଗୌରୀ ରାଧାକୃଷ୍ଣ ସୂର୍ଯ୍ୟ ଗଣେଶ ଆଲ୍ଲା ଏ ଯେତେ ଆମେ ଚୈତନ୍ୟ ପ୍ରଭୃତି ଯେତେ ନାମ ରୂପ ଆମେ ଶୁଣୁଛେ ସେସବୁ ହେଉଛନ୍ତି ଭଗବାନଙ୍କର ରୂପ, ଗୋଟେ ଗୋଟେ ରୂପ। ତେଣୁ ସେଇ ଯାହାକୁ ନେଇ ତୁମେ ସାଧନା କର ସେଇ ଗୋଟିଏ ସାଧନା, ସେଇ ଭଗବାନଙ୍କୁ ପାଇବାର ସାଧନା। କିନ୍ତୁ କୌଣସି ସାଧକ ଲକ୍ଷ୍ୟଭ୍ରଷ୍ଟ ଯଦି ହେଲା କେମିତି ଆମେ ଜାଣିବା ନା ସେ ଭଗବାନଙ୍କର ଭୁଲି ଇହକାଳ ସର୍ବସ୍ୱ ବୋଲି ଯେତେବେଳେ ଭାବିବ ସେତେବେଳେ ସେ ଲକ୍ଷ୍ୟଭ୍ରଷ୍ଟ ହେଉଛି ବୋଲି ଆମେ ଜାଣିବା। ତେଣୁ ଠିକ୍ କଥା ଠାକୁର କହୁଛନ୍ତି ଯେ ତୁମମାନେ ମନରେ ଶାକ୍ତ ବୋଲି ଭାବନି। ଶାକ୍ତ ମାନେ ଯେଉଁମାନେ ମାତୃ ଉପାସକ ସାଧାରଣ ଭାବରେ ତାଙ୍କୁ ଶାକ୍ତ କୁହାଯାଏ। ଯେଉଁମାନେ ବୈଷ୍ଣବ ଉପାସକ ବା ଭଗବାନଙ୍କର ଉପାସନା କରନ୍ତି ବା ଗୁରୁଙ୍କର ଉପାସନା କରନ୍ତି, ଈଶ୍ୱରଙ୍କ ଉପାସନା କରନ୍ତି ତାଙ୍କୁ ଆମେ ବୈଷ୍ଣବ ବୋଲି କହୁ ବା କୃଷ୍ଣଙ୍କ ଉପାସନା କରନ୍ତି ଏଇଭଳି ଭାବରେ ବୈଷ୍ଣବ ବୋଲି ଆମେ ଧରୁ। ଠାକୁର ସେ କଥା କହୁଛନ୍ତି ଶାକ୍ତ ବୈଷ୍ଣବ ଏକ କଥା, କିନ୍ତୁ ତୁମମାନଙ୍କର ଲକ୍ଷ୍ୟ ଯେଉଁଟା ତୁମକୁ ଯେଉଁ ମନ୍ତ୍ର ଦିଆଯାଇଛି ସେଇ ମନ୍ତ୍ରକୁ ତୁମେ ଜପ କଲେ ସବୁ ପାଇବ। କିନ୍ତୁ ମୋ ଠାରୁ ମନ୍ତ୍ର ନେଲା ପରେ ତୁମେ ଅନ୍ୟ କଥାରେ କେମିତି ପରିଚାଳିତ ହେଉଛ ସେଇଠି ମୁଁ ମୁଁ ଭାବିକିରି ଆଶ୍ଚର୍ଯ୍ୟ ହେଉଛି। ଆଉ ଏତେ ଜୋର ଠାକୁର ବିରକ୍ତ ହେଇଛନ୍ତି, କହୁଛନ୍ତି ଯେ ମୁଁ ସେ କଥା ତୁମ ସହିତ କଥା ହେବା ପାଇଁ ମୁଁ ଚାହୁଁନି ବା ଚିଠି ଲେଖିକି ଏସବୁ ବିଷୟରେ ଆଲୋଚନା କରିବା ପାଇଁ ବି ମୁଁ ଇଚ୍ଛା ପ୍ରକାଶ କରୁନି। ତେଣୁ ଠାକୁର ସେ କଥା କହୁଛନ୍ତି ଯେ ତୁମମାନେ ଯେ ମୋ ମନ ଭିତରେ ମୋ ଶିଷ୍ୟ ଶାକ୍ତ ବୈଷ୍ଣବ ଏଇ ଦୁଇଟା କଥା ଭାବିବ ବୋଲିକି ମୁଁ ଭାବିପାରୁନି। ତୁମେ କେମିତି ସେ କଥା ଭାବୁଛ ବୋଲି ଠାକୁର ଏ କଥା କହୁଛନ୍ତି। ଠାକୁରଙ୍କ ଭାଷାରେ ଆଜି ବନ୍ଧୁଙ୍କ କୃପାରୁ ବିପଦଗାମୀ ହେବାରେ ଲାଗିଛ। ଠାକୁର କହୁନାହାନ୍ତି ଯେ ତୁମେ ଭୁଲ ବାଟରେ ଯାଉଛ। ଠାକୁର କହୁଛନ୍ତି ବନ୍ଧୁଙ୍କ କୃପାରୁ ତୁମେ ବିପଦଗାମୀ ହେବାକୁ ଯାଉଛ। ତେଣୁ ମୁଁ ତାକୁ ଆଉଟଲାଇନ୍ ହିଁ ମନେ କରେ। ତେବେ ଏ ସମ୍ବନ୍ଧରେ ଏବେ ତୁମକୁ କିଛି ଲେଖିବି ନାହିଁ, କାରଣ ଇତିପୂର୍ବରୁ ତୁମମାନଙ୍କୁ ଶିବ ଶକ୍ତି ରାଧାକୃଷ୍ଣ ଶାକ୍ତ ବୈଷ୍ଣବ ଜ୍ଞାନ ପ୍ରେମ ଏହି ସମ୍ବନ୍ଧରେ ବହୁତ ଉପଦେଶ ଦେଇଛି। ତେଣୁ ମୋର ଶିଷ୍ୟ ମନରେ ଶାକ୍ତ ବୈଷ୍ଣବ ସ୍ଥାନ ପାଇବ ଏହା ମୋର ଚିନ୍ତାର ଅଗୋଚର। ଆମ ଭିତରେ ଯେଉଁ ମତଭେଦ ଦେଖାଯାଉଛି ବିଭିନ୍ନ କଥାରେ ବା ଏଇ ଯେଉଁ ଧାର୍ମିକ କଥାରେ କେଉଁଟା ଠିକ୍ କେଉଁଟା ଭୁଲ ଏଇ ଯେଉଁ କଥା ଆମେ ଭାବୁଛେ ସେଇଠି କୁହାଯାଇଛି। ଠାକୁର ସେଥିପାଇଁ ଅଲଗା ଜାଗାରେ କହିଛନ୍ତି ଯେ ଅବିଚାର କରି ଆଦେଶ ପାଳନ। ଗୁରୁଙ୍କର ଆଦେଶଟାକୁ ଆମେ ଅବିଚାରରେ ପାଳନ କରିନେବା। ଯାହା ଗୁରୁ କହିଛନ୍ତି ଆମେ ତାକୁ ଅକ୍ଷର ଅକ୍ଷରେ ମାନି ନେଇ ଯଦି କାର୍ଯ୍ୟ କରିବା ସେ ସାଧନା କ୍ଷେତ୍ରରେ ହେଉ
ଜୀବନ କ୍ଷେତ୍ରରେ ହେଉ ବା ସଂସାର କ୍ଷେତ୍ରରେ ହେଉ। ପ୍ରଥମ କଥା ହେଉଛି ମାନିବା। ସେଇ କଥା ଉପରେ ଠାକୁର ବହୁତ ଗୁରୁତ୍ୱ ଦେଇଛନ୍ତି। ତେଣୁ ସେ କଥା ଠାକୁର କହୁଛନ୍ତି ଯେ ଏସବୁ ଜିନିଷ ମୁଁ ତୁମକୁ ବୁଝେଇ ପାରିବିନି ଚିଠି ମାଧ୍ୟମରେ, କେବେ ତୁମ ସହିତ ସାକ୍ଷାତ ହେଲେ ଯାଇକି ତୁମକୁ ମୁଁ ବୁଝେଇବି। ଆଉ ଠାକୁର ଦୁଃଖ କରି କହୁଛନ୍ତି ନିଜ ଗୁରୁଙ୍କୁ ବୋକା ବନେଇ ପୁନଃ ପୁନଃ ତାଙ୍କ ନିକଟରୁ ମନ୍ତ୍ର ନେବା ପାଇଁ ଯେ ପରାମର୍ଶ ଦେଇପାରେ ସେ ଶକ୍ତିମାନ ସିଦ୍ଧ ବୈଷ୍ଣବ ନିଶ୍ଚୟ ହୋଇଥିବେ, ନତୁବା ଗୁରୁନିଷ୍ଠ ସରଳ ସାଧକ ଏକଦମ ନିରୀହ ଗୁରୁ ମୁଖରୁ ଯେପରି ଶିକ୍ଷା ପାଇଅଛି ତଦନୁସାରେ ହିଁ ମୁଁ ତୁମମାନଙ୍କୁ ଉପଦେଶ ଦେଇଛି। ଠାକୁର କହୁଛନ୍ତି ମୋ ଗୁରୁ ମୋତେ ଯାହା ଉପଦେଶ ଦେଇଥିଲେ, ମୋତେ ଯାହା କହିଥିଲେ ସରଳ ଭାଷାରେ ମୁଁ ତାକୁ ମାନି ନେଇଛି। ଆଉ ତମେ ମୋ ଅନ୍ୟ ଯେଉଁ କଥାର ପ୍ରରୋଚନାରେ ପଡ଼ିଛ, ଏଇଠି ଗୋଟେ କଥା ଏତେ ଅନୁଭବ ହୁଏ ଠାକୁର ଚାରୋଟନା କାହାର କରିନାହାନ୍ତି। ସେ ଯିଏ ମହାପୁରୁଷ ହୁଅନ୍ତୁ ବା ସାଧାରଣ ବ୍ୟକ୍ତି ହୁଅନ୍ତୁ ବା ଜଣେ ହୁଅନ୍ତୁ, କାହାକୁ କେବେ ଠାକୁର କରିନି। ସେଥିପାଇଁ ତାଙ୍କୁ ସିଏ ପ୍ରଶଂସା କରିଛନ୍ତି ଯେ ସିଏ ତାଠାରୁ ତାହେଲେ ମୋ ଠାରୁ ଶକ୍ତିମାନ। ତମେ ଯଦି ମୋ କଥା ଉପରୁ ବିଶ୍ୱାସ ନ କରି ତା କଥାରେ ବିଶ୍ୱାସ କରୁଛ ତାହେଲେ ସେ ମୋ ଠାରୁ ଶକ୍ତିମାନ। ତେଣୁ ଏ କଥା ଠାକୁରଙ୍କର କହିବାର ଉଦ୍ଦେଶ୍ୟ ହେଉଛି ଯେ ଆମେ ସବୁବେଳେ ଚିନ୍ତା କରିବା ଯେ ଗୁରୁ ଯାହା କହିଛନ୍ତି ତାଠୁ ଆମେ ଆଉ ଅଧିକ ଆଗକୁ ଯିବା ନାହିଁ, ବା ଅନ୍ୟ କେଉଁଠି ଯଦି ଆମେ କୁହାଯାଇଛି ଯେ ଯଦି ଆମେ ନିଜେ ଠିକ୍ ଭାବରେ ରହିବା ଆଉ ଗୁରୁଙ୍କ କଥା ଅନୁସାରେ କାର୍ଯ୍ୟ କରିବା ତାହେଲେ ଆମେ ଅନ୍ୟତ୍ର ଯିବା ବି ଉଚିତ ନୁହେଁ, ଅନ୍ୟ କଥା ବି ଶୁଣିବା ବି ଠିକ୍ ନୁହେଁ। ଗୋଟେ ଗୋଟେ ଶାସ୍ତ୍ରରେ କୁହାଯାଇଛି। ଏଇଠି ମଧ୍ୟ କହିଛନ୍ତି ଠାକୁର ରାମକୃଷ୍ଣ ଦେବ କ'ଣ କରିଥିଲେ ନା କୋମଳବତୀ ଦୁର୍ବଳ ଶିଷ୍ୟମାନଙ୍କୁ କୌଣସି ସାମ୍ପ୍ରଦାୟିକ ସାଧକ ବା ଖୁବ୍ ଉନ୍ନତ ଥିଲେ ମଧ୍ୟ ତାଙ୍କ ସଙ୍ଗେ ମିଶିବାକୁ ନିଷେଧ କରୁଥିଲେ। ଯେଉଁଟା ଆମେ ପଢ଼ୁଛେ ଠାକୁରଙ୍କ ପୁସ୍ତକରୁ ପଢ଼ିଲେ, ଗୋଟେ ବାଣୀ ପଢ଼ିଲେ ବା କୌଣସି ବିଷୟଟା ପଢ଼ିଲେ, ସେ ପଢ଼ିଲା ପରେ ଆମ ମନ ଭିତରେ ଆସୁଛି ଏଇଟା କ'ଣ ସତ୍ୟ ହେଇଥିବ, ଏଇଟା କ'ଣ ସତରେ ହେବ, ମାନେ ମୁଁ ସାଧନା କଲେ ବା ତପସ୍ୟା କଲେ ବା ଯୋଗ ସାଧନା କଲେ ଏହା ମୋତେ କ'ଣ ମିଳିବ, ଏଇ ଯେଉଁ ଭାବନା ଆମ ଭିତରେ ରହୁଛି, ମାନେ ଅବିଶ୍ୱାସ କଥା ରହୁଛି, ସେଇ କଥାକୁ ଠାକୁର ଏଇ ଚିଠି ମାଧ୍ୟମରେ ଆମକୁ ଜଣେ ଭାଇକି କହିନାହାନ୍ତି, ଆମ ସମସ୍ତଙ୍କୁ ଦୂର କରିବାକୁ ଚାହୁଁଛନ୍ତି ଯେ ତମମାନେ ଏଇସବୁ ଜିନିଷରୁ ବିରତ ରହିବ, କାରଣ ଏହାଦ୍ୱାରା କିଛି ଲାଭ ହେବନି, ବରଂ ତୁମର କ୍ଷତି ହେବ। ତେଣୁ ସେଇଥିପାଇଁ ଠାକୁର କହୁଛନ୍ତି ବାଣୀ ଦେହରେ ଯେ ମୁଁ ଯେଉଁ ସାଧନା ତୁମକୁ ଦେଇଛି ଯେ ତୁମମାନେ ମନ୍ତ୍ର ଜପ କର, ଜୟଗୁରୁ ମନ୍ତ୍ର ଜପ କର ବା ଦୀକ୍ଷା ମନ୍ତ୍ର ଯାହା ଦିଆଯାଇଛି ତାକୁ ଜପ କର, ସେସବୁ ଜିନିଷ ଜପ କଲେ ତୁମର ଅଷ୍ଟସିଦ୍ଧି ମାନେ ସାଂସାରିକ ଅତ୍ୟଧିକ ଉନ୍ନତି ନ ହୋଇପାରେ, ବା ତୁମେ ଯୋଗ ସାଧନ କରିକିରି ଯେଉଁ ସବୁ ବିଭିନ୍ନ ପ୍ରକାର ଯେଉଁ ଦେଖାନ୍ତି ଲୋକମାନଙ୍କୁ ଅତି ଆଶ୍ଚର୍ଯ୍ୟ ଜିନିଷ, ଯେଉଁଟାକି ଅସମ୍ଭବ ଜିନିଷ ତାକୁ ସମ୍ଭବ କରି ଦେଖାଇ ଦେବା, ଯେମିତି ଗୁଣି ଗାରେଡ଼ି କି ଆମର ତନ୍ତ୍ରବିଦ୍ୟାରେ ଯେମିତି ଦେଖାଇ ଦିଆହେଉଛି ଲୋକମାନଙ୍କୁ, ସେଭଳି ସେମିତି ଉପକାର ବୋଲି ତୁମେ ଯଦି ଆଶା କରୁଥିବ ତାହେଲେ ସେଇଟା ଭ୍ରାନ୍ତ। ତୁମମାନେ କେବଳ ପ୍ରେମ ଭକ୍ତିର ହିଁ ଅଧିକାରୀ ହେବ। କେମିତି ଭଗବାନଙ୍କୁ ପାଇବା, କେମିତି ଆମେ ସମସ୍ତଙ୍କୁ ଭଲ ପାଇବା, ଠାକୁରଙ୍କୁ ପାଇବା ପାଇଁ କ'ଣ କ'ଣ ପଥ, ସେଇ ପଥର ଆମେ ଅଧିକାରୀ ହୋଇପାରିବା ଆଉ ଶେଷରେ ତାଙ୍କ ସାନ୍ନିଧ୍ୟ ଲାଭ କରିପାରିବା। ଏଇଟା ହେଉଛି ଠାକୁରଙ୍କର ଉଦ୍ଦେଶ୍ୟ। ଠାକୁର ଯେଉଁ ଜୟଗୁରୁ ମନ୍ତ୍ର ଦେଇଛନ୍ତି ବା ଦୀକ୍ଷା ମନ୍ତ୍ର ଦେଇଛନ୍ତି, ସେ ମନ୍ତ୍ର ଜପ କଲେ ଆମେ କେବଳ ପ୍ରେମ ଭକ୍ତିର ଅଧିକାରୀ ହୋଇପାରିବା। ଆଉ ସେଇ କଥା ଠାକୁର କହୁଛନ୍ତି ଯେ ମା ଯେଉଁଦିନ କୃପା କରିବେ ସେଦିନ ଆମ ମନ ଭିତରେ ଯେଉଁ ସଂଶୟ ସବୁ ଅଛି ତାହା ଛାଁ ଛାଁ ଦୂରୀଭୂତ ହୋଇଯିବ। ମା କୃପା କରି ମାୟା ଯବନିକା ଯେଉଁଦିନ ଘୁଞ୍ଚାଇ ନେବେ, ଆମ ଭିତରେ ଯେଉଁ ମାୟା ବନ୍ଧନ ପଡ଼ୁଛି, ମାନେ କ'ଣ ମନ ଭିତରେ ଯେଉଁ ସଂଶୟ ଆସୁଛି ସେଇଟା ହିଁ ମାୟା। ଆଉ ମାୟା କିଛି ଗୋଟେ ନୂଆ ଜିନିଷ ନାହିଁ କି ଗୋଟେ ନୂତନତ୍ୱ କିଛି ନାହିଁ। ମା ଯେଉଁଦିନ କୃପା କରି ସେଇ ମାୟା ଯବନିକା ଘୁଞ୍ଚାଇ ନେବେ, ସେଇଦିନ ଆମେ ତାଙ୍କର ପ୍ରକୃତ ଲୀଳା, ଆମେ ଯେଉଁ ମାଆଙ୍କୁ ଆମେ କହୁଛେ ମା ଶାକ୍ତ ଅଲଗା ବୈଷ୍ଣବ ଅଲଗା, ନା ସମସ୍ତେ ସମାନ। ସେଇ ଶାକ୍ତ ସାଧକ ଦିନେ ଆସି ବୈଷ୍ଣବରେ ପହଞ୍ଚିବ, ବୈଷ୍ଣବ ସାଧକ ବି ମାତୃତ୍ୱ ଲାଭ କରିବ, ମାଆଙ୍କର କୃପା ପାଇବ। କିନ୍ତୁ ଏଇ ଜିନିଷଟା ଅନୁଭବ କରିବା ପାଇଁ ସମୟର ଆବଶ୍ୟକତା ଅଛି। ଯେତେବେଳେ ଯେପର୍ଯ୍ୟନ୍ତ ତୁମେ ସେ ଅଧିକାରୀ ହେଇନ ବା ଆମର ସେ ଅଧିକାର ଆସିନି, ସେ ପର୍ଯ୍ୟନ୍ତ ଆମ ଭିତରୁ ସେ ଯେଉଁ ଯବନିକାଟା ଘୁଞ୍ଚିବ ନାହିଁ, ମାନେ ଯେଉଁ ଅବିଶ୍ୱାସ ଆମର ଅଛି ସେ ଅବିଶ୍ୱାସଟା ଦୂର ହେବ ନାହିଁ। ସେଇ କଥା ଠାକୁର କହୁଛନ୍ତି ସେଇଦିନ ତାଙ୍କର ନିତ୍ୟ ସତ୍ୟ ଲୀଳାବିଳାସ ବା ପ୍ରକୃତି ପୁରୁଷଙ୍କର ରସର ରାସଲୀଳା ନୟନଗୋଚର ହେବ। ଏବେ ବି ଆମେ ବୃନ୍ଦାବନ ମଥୁରା କଥା ଯଦି ଚିନ୍ତା କରିବା, ବୃନ୍ଦାବନ କଥା ଚିନ୍ତା କରିବା, ଏବେ ବି ପ୍ରବାଦ ରହୁଛି ଯେ ପ୍ରତିଦିନ ରାସଲୀଳା ହେଉଛି, ତାକୁ କ'ଣ ସମସ୍ତେ ଦେଖିପାରୁଛନ୍ତି? ତେଣୁ ଯିଏ ସେଇଭଳି ସାଧକ, ଯିଏ ସୂକ୍ଷ୍ମ ଚେତନାରେ ଦେଖୁଛି, ସାଧନା କରୁଛି ବା ସେଇଭଳି ତା ଚିନ୍ତାଧାରାରେ ଅଛି ବା ସେଇ ସ୍ତର ପର୍ଯ୍ୟନ୍ତ ସେ ଗଲାଣି, ସେଇଠି ସେ ଆଖି ବୁଝିଲେ ତାଙ୍କୁ ଦେଖାଉଥିବ କୃଷ୍ଣଙ୍କର ରାସଲୀଳା ଦେଖିପାରୁଥିବ, ସେ କେମିତି କ'ଣ ଲୀଳା ଚାଲିଛି, ଭଗବାନଙ୍କର ରୂପ, ତାଙ୍କର ବିଭିନ୍ନ ମାଧୁର୍ଯ୍ୟ ସବୁ କ'ଣ ହେଉଛି ସେଇସବୁ ବିଷୟରେ ସେ ଦେଖିପାରିବ, ନୟନଗୋଚର ସେ ଦେଖିପାରିବ। ଏଇ କଥା ଠାକୁର କହୁଛନ୍ତି ଯେ ତୁମମାନେ ଏଇ ଯେଉଁ ତୁମମାନଙ୍କ ଭିତରେ ଯେଉଁ ମତଭେଦ ଅଛି ସେଗୁଡ଼ାକ ଛାଡ଼, ଆଉ ମୁଁ ବିଶେଷ କିଛି କହୁନି। ଏଇଟା ଯେଉଁଦିନ ତୁମମାନଙ୍କ ଭିତରେ ଯେଉଁଦିନ ମୋ ସହିତ ତୁମର ଥରେ ସାକ୍ଷାତ ହେବ, ସେଇଦିନ ମୁଁ ତୁମମାନଙ୍କୁ ଏଇସବୁ ବିଷୟରେ ଭଲ ଭାବରେ ବୁଝେଇଦେବି। ଏଇ କଥା ଏଇ ବାଣୀ ମାଧ୍ୟମରେ ଠାକୁର କହୁଛନ୍ତି। ଏଇ ଯୁଗରେ ଗୌର ମନ୍ତ୍ର ବ୍ୟତୀତ ଜୀବର ଗତି ନାହିଁ। ଯେଉଁ ରାଜାର ରାଜତ୍ୱ
ତାଙ୍କର ହିଁ ଦ୍ୱାହି ଦେବାକୁ ପଡ଼େ। ତାଙ୍କ ମତରେ ଗୌରାଙ୍ଗ ଶେଷ ଅବତାର, ସୁତରାଂ ତାଙ୍କର ଭଜନ ହିଁ ଜୀବର କର୍ତ୍ତବ୍ୟ। ଆଉ କାଳୀ, କୃଷ୍ଣ, ଶିବ ଏସବୁ ସେମାନଙ୍କ ନାମ ନେଲେ କିଛି ଫଳ ହେବ ନାହିଁ। ତେଣୁ ଆମେ ଯଦି ବୈଷ୍ଣବ ମତରେ ଯିବା ବା ଯେଉଁ ଆମ ମନ ଭିତରେ ଯେଉଁ ଅଛି ଶାକ୍ତ ବୈଷ୍ଣବ ଏସବୁ ଦୂର କରିବାକୁ ହେଲେ ଆମେ ଠାକୁରଙ୍କ ଯେଉଁ ଧାରା ବତେଇଛନ୍ତି, ଠାକୁର ଯେଉଁ ଧାରା ବତେଇଛନ୍ତି ବା ଠାକୁର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ବାଣୀ ଦେଇଛନ୍ତି ବା ଉପଦେଶ ଦେଇଛନ୍ତି, ତାକୁ ଅବଲମ୍ବନ ଆମେ କରି ଚାଲିଲେ ଆମ ଜୀବନ ସାର୍ଥକ ହେବ। ଆମେ ଠାକୁରଙ୍କର ସେ ଯେଉଁ କୃପା ଆକର୍ଷଣ କରି ମାଆଙ୍କର କୃପା ଆକର୍ଷଣ କରିବା, ଆଉ ମାଆଙ୍କର କୃପା ଆକର୍ଷଣ କରି ଆମେ ନିଶ୍ଚୟ ସେଇ ନିତ୍ୟ ରାସଲୀଳାକୁ ନୟନ ଗୋଚର କରିପାରିବା। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।